ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय। ग्रंथराज श्रीमद्भागवतम की श्रीमद्भगवद गीता पाठ की गौर प्रेमानंद। सर्वप्रथम इस्कन प्रतिष्ठाता ऐसे भक्ति वेदांत स्वामी श्रील प्रभुपाद चरण कमल अनंत कोटि बार दंडवत प्रणाम जन कृपा भिक्षा करें। प्रभु श्री नीलाद्रीनाथ जगन्नाथ बलदेव सुभद्रा महारानी गौर निताई राधा गोविंद राधा गिरिधारी चरण कमल रे अनंत कोटि कोटि बार दंडवत प्रणाम जन कृपा भिक्षा करी। श्रोता वैष्णव मान चरण रे दंडवत प्रणाम जन। श्रीमद्भगवद गीतार सप्तम अध्याय आम श्लोक नंबर 22 पाठ करवा। एडजस्ट कर पतला सतयं श्रद्धया जुक्ता तस्य आराधनम् इहते लभते च ततः कामन् मया एव विहितान् हितानं सतया श्रद्धया युक्ता तस्य आराधनम् इहते लभते च तत कामन् मया एव विहितन् हितन्। श्लोकर अनुवाद ए प्रकार श्रद्धा बा विश्वास युक्त होई जे एक निर्दिष्ट देवतांकर अनुग्रह प्रार्थना करे एवं तार कामना चरितार्थ करे, किंतु वास्तव में ये सब सुविधा केवल मो द्वारा ही प्रदत्त होता है। आम श्लोक 21 शुणुले मु भगवान कहते मु प्रत्येक हृदय रे परमात्मा रूप विद्यमान जितेबले व्यक्ति देवता मान पूजा करने को इच्छा करे मु ता भीतर श्रद्धा कौन करे जागृत कराए। से श्रद्धा मु जितेबले तार विश्वास को दृढ़ करे जेपरी से एक निर्दिष्ट देवता प्रति आकृष्ट होए। तेरे देवता मान को सेवा करने को जो श्रद्धा प्रीति आवश्यकता अच्छी ये सब भगवान अंतर परमात्मा रही जीवकटा जोगाउछन्ति। तो अर्जुन प्रश्न करुछन्ति जीव जेतेबेले कौन देवता पूजा करने को चाहे से आपण तांको प्रति श्रद्धा कौन श्रद्धा करती श्रद्धा को उत्पन्न करती। आपण श्रद्धा पाइला परे देवता मान पूजा कर बर पाई जाती देवता मान कौन स्वतंत्रता हो जाती कि जो बर कौन देवता मान देदेले जदि जीव देवता मान को खुशी कर बर प्राप्त हो जाउछि देवता मानकर कौन आपण कि संपर्क नहीं ना ये जो बर देवता मान दौरान क्या जीव को तेबे एथिरे आपणकर किसी अधिकार नहीं आपणकर किसी अधिकार अच्छी ये जो कहते देवता मान बर पाला परे देवता मान कौन स्वतंत्र कि अच्छा तांकर भक्तंकर कामना पूर्ण करती ना आपणकर किसी शक्ति टी कार्य करुछि। जो देवता माने वर दौरान एथिरे भगवान कौन शक्ति अच्छी कि
ବୁଝିଗଲା ନା ନାହିଁ? କହିଲେ ଦେବତା ମାନେ ବର ଦେଉଛନ୍ତି। ଅର୍ଜୁନ ପଚାରୁଛନ୍ତି ଆପଣ ଦେବତା ମାନଙ୍କୁ ତାଙ୍କର ଭକ୍ତ ମାନେ ପୂଜା କରିକି ଯୋଉ ବର ପ୍ରାପ୍ତ ହଉଛନ୍ତି, ତାହେଲେ ସେ ବର ପାଇଲା ପରେ ଦେବତା ମାନେ ସ୍ୱତନ୍ତ୍ର ଦେଖି, ଆଚ୍ଛା ଏଇ ଦେବତା ମାନେ ଯୋଉ ବର ଦେଉଛନ୍ତି, ବର ଦେଲା ପରେ ଆଚ୍ଛା ଆପଣଙ୍କର କିଛି ଅତିଥି ଅଧିକାର ଅଛି କି ନାହିଁ? ଭଗବାନ କହୁଛନ୍ତି କଣ ନା ସତୟା ସଦାୟା ଯୁକ୍ତ ତସ୍ୟ ଆରାଧନା ଇହତେ। କହୁଛନ୍ତି କଣ ଯେ ଶ୍ରଦ୍ଧା ଯୁକ୍ତ ହେଇ ଯେଉଁମାନେ ଦେବତାଙ୍କୁ ଆରାଧନା କରନ୍ତି, এই ଆରାଧନା ସକାମ ହୁଏ, এটা ନିଷ୍କାମ ନୁହେଁ। ସେଇ ଶ୍ରଦ୍ଧା ପ୍ରୀତି ଯଦି ଆମେ ଭଗବାନଙ୍କୁ କରିବା ନିଷ୍କାମ ହେଇଯିବ, ତ ସେଇ ଶ୍ରଦ୍ଧା ପ୍ରୀତି ଯଦି ଆମେ ଦେବତା ମାନଙ୍କୁ କରିବା ଏଟା କଣ ସକାମ ଯୁକ୍ତ ହେଇଯିବ। ଭଗବାନ କହୁଛନ୍ତି ଅର୍ଜୁନ ଶୁଣ, ସତୟା ସଦୟା ଯୁକ୍ତ, ଯେଉଁ ଶ୍ରଦ୍ଧା ଦ୍ୱାରା ସେମାନେ ଭଗବାନଙ୍କୁ ପୂଜା କରୁନା କଣ ଦେବତା ମାନଙ୍କୁ ପୂଜା କରୁଛନ୍ତି, ତସ୍ୟ ଆରାଧନା ଇୟତ, ଯୋଉ ଶ୍ରଦ୍ଧା ଦ୍ୱାରା ସେମାନେ ଦେବତାଙ୍କୁ ପୂଜା କରୁଛନ୍ତି, ସେ ଶ୍ରଦ୍ଧା କଣ ହବ ନା ସେଇଟା ହେଇଯିବ କଣ ନା ସେ ଶ୍ରଦ୍ଧା ଦ୍ୱାରା ଏଇ ଆରାଧନା ସକାମ ଯୁକ୍ତ ହବ, ଏ ନିଷ୍କାମ ହେଇପାରିବ ନାହିଁ। ତାପରେ କହୁଛନ୍ତି ଭୌତିକ କାମ ନିଷ୍କାମ କଣ ନା ଅନ୍ତରରେ ଭୌତିକ କାମନା ରହେ, ସେଥିପାଇଁ ସେମାନେ ଅଶାନ୍ତରେ ରୁହନ୍ତି। ଦେବତା ମାନଙ୍କୁ ଯେଉଁମାନେ ଭଜନ କରନ୍ତି ସେମାନେ କୃଷ୍ଣଙ୍କ ଭକ୍ତ ଭଳିଆ ଶାନ୍ତିରେ ରୁହନ୍ତି ନାହିଁ। କୃଷ୍ଣଙ୍କ ଭକ୍ତଙ୍କ ପାଖରେ ଅର୍ଥ ଥାଉ ନଥାଉ, ତାଙ୍କ ଦେହ ଭଲ ହଉ ନ ହଉ, ପୁଅ ମରିଯାଉ କଣ ବଞ୍ଚୁ, ସ୍ତ୍ରୀ ରହୁ ଜଣେ ଯାଉ, ତାଙ୍କ ସବୁବେଳେ କଣ ଆନନ୍ଦ। ଏବେ ହେଇଥିଲା ଏ ନୃପେନ୍ଦ୍ର ପ୍ରଭୁଙ୍କର ଓ ବାବା ତାଙ୍କ ମାତାଜୀ ଅପରାକଟ ହେଇଗଲେ, ଅପରାକଟ ହେଇଗଲେ। ହଁ, ସେ ଲୋକ ସବୁ କହୁଛନ୍ତି କଣ ଇଏ, ଆରେ ମାତା ତାଙ୍କ ସ୍ତ୍ରୀ ମରିଯାଇଛି, ତାଙ୍କ ପୁଅ କୀର୍ତ୍ତନ କରୁଛି, ଝିଅ କୀର୍ତ୍ତନ କରୁଛି, ସ୍ୱାମୀ କୀର୍ତ୍ତନ କରୁଛି, ନାଚୁଛନ୍ତି। ହଁ, କହିଲେ ଶିଶୁ ଆନନ୍ଦ ଏସବୁ କଣ ପଳେଇଗଲା କଣ ରହିଲା, ଏଇଟା ତାଙ୍କୁ ବିଚଳିତ କରିପାରିବ ନାହିଁ। କହିଲେ ଦେବତା ମାନେ କଣ କରୁଛନ୍ତି ନା ଏମାନେ ଭୌତିକ କାମନା ରହିବ, ଦେବତା ମାନଙ୍କୁ ପୂଜା କଲେ ଭୌତିକ କାମନା ରହିବ। ଭୌତିକ କାମନା କଣ? ଭୌତିକ କାମନା ତିନି ପ୍ରକାର। ଏକ ହଉଛି ଭୋଗର କାମନା, ଦୁଇରେ ହଉଛି ମୁକ୍ତିର କାମନା, ତିନି ହଉଛି ସିଦ୍ଧିର କାମନା। କଣ କଣ? ଏକ ଭୋଗର କାମନା, କେମିତି କଣ ଏ ସଂସାରକୁ ଭୋଗ କରିବେ। ଏଇ ଦେବତା ମାନେ ଉପାସକ ହେଲେ ଏମାନେ ସବୁ କଣ ଏଇଗୁଡା ସବୁ ତାଙ୍କ ଭିତରେ ରହିବ କଣ, ସେମାନେ ଭୋଗର କାମନା ରହିବ, ତାପରେ ମୁକ୍ତିର କାମନା, କେମିତି କଣ ମୁକ୍ତି ହେଇଯିବେ। ଦେଖ ଏମାନେ ଟଙ୍କା ପଇସା ସବୁ କୋଉଠୁ ମାନେ ରଖିଥିବେ, କଣ କରିଥିବେ, ବଡ ବଡ ଅନୁଷ୍ଠାନ କଲେ ଆମେ ମୁକ୍ତି ହେଇଯିବ, ତାଙ୍କ ଭିତରେ କେମିତି କଣ ଏଇଟା ଦାନ କରିଦେଲେ ମୁକ୍ତି ହେଇଯିବ, ଏଇଟା ଯଜ୍ଞ କରିଦେଲେ ମୁକ୍ତି ହେଇଯିବ, ଗାଁ ଲୋକ ଏଇଟା କରିଦେଲେ ମୁକ୍ତି ହେଇଯିବ। ହଁ, ନନା କହିଲା ଏଇଟା କର, ଏଇଟା କଲେ ମୁକ୍ତି ହେଇଯିବ, ଓ ସେଇଟା କଲେ ତାଙ୍କ ଯୋଉ ଧନ ସମ୍ପତ୍ତି ବା ଯେତିକି ସମୟ ସେ କଣ କରିବେ ଯଜ୍ଞାନୁଷ୍ଠାନ ଆଦି କରିବେ, ତାଙ୍କର କାମନା ଅଛି କିନ୍ତୁ ମୁକ୍ତି ମିଳିବ। ଭୌତିକ କାମନା କେତେ ପ୍ରକାର? ତିନି ପ୍ରକାର। କଣ କଣ? ଭୋଗର କାମନା, ମୁକ୍ତିର କାମନା, ସିଦ୍ଧିର କାମନା। ମୁଁ ଆମର କଣ ସିଦ୍ଧି ହେଇଯିବ, ଗୋଟେ ସିଦ୍ଧ ପୁରୁଷ ହେଇଯିବି, ମତେ ଲୋକ ଏତେ ପ୍ରଶଂସା କରିବେ। ବାବା କଣ ବାବା ସିଦ୍ଧି ହେଇଗଲେ, ବାବା ସିଦ୍ଧି ହେଇଗଲେ ହାତ ହାତ ମାରିଦେଲେ ରୋଗ ସବୁ ଭଲ ହେଇଗଲା। ଏମାନେ ଦେବତା ମାନେ ପୂଜା କରିବେ କିନ୍ତୁ ଏମାନେ ଭୌତିକ କାମନା ଆଙ୍କର ଏଠାରେ ରହିବ। ଲୋକ ସଂସାର ତାଙ୍କର ପ୍ରତିଷ୍ଠା ଦରକାର। କହୁଛନ୍ତି ଅନ୍ତରରେ ଭୋଗର କାମନା ଜାଗ୍ରତ ହେଲେ କଣ হয়, ଅନ୍ତରରେ ଆମେ ଭଗବାନ ସେବା କରୁଛେ, ଆମେ କୃଷ୍ଣ ଭଜନ କରିକି ଏତେ ଖୁସି କାହିଁ ହଉଛେ, କାହିଁ ଖୁସି ହଉଛେ, କାମନା ଗଛଟା ମରି ମରି ଯାଉଛି। ଦେବତା ମାନଙ୍କୁ ସେବା କଲେ କାମନା ଗଛଟା ପୁରା ଉତ୍ତେଜିତ ଗୋଟେ ପୁରା ଶାଖା ପ୍ରଶାଖା ଦେଇ ପୁରା ଛନଛନି ହେଇଯାଉଛି। ବୁଝିଲେ, ଏଇଟା କରିବି ସେଇଟା କରିବି ସେଇଟା କରିବି ସେଇଟା କରିବି।
ମାନେ ଭଗବାନ ଭଗବତ ଗୀତାରେ କହିଲେ এই କାମନା ଦ୍ୱାରା ଜୀବ କାହିଁକି ଭଗବାନଙ୍କୁ ସେବା କରିପାରୁନି, ସେ କାହିଁକି ଭଗବାନ ସହ ସମ୍ବନ୍ଧ ତୁଟେଇ ଦେଇଛି, ତାର କାରଣ କଣ? ଭଗବାନ ଭଗବତ ଗୀତାରେ କଣ କହୁଛନ୍ତି? ତୃତୀୟ ଅଧ୍ୟାୟରେ ଆବୃତ ଜ୍ଞାନ ଏତନମ୍, କହିଲେ ଆବୃତ ଜ୍ଞାନ ଏତନମ୍ ଜ୍ଞାନୀନ ନିତ୍ୟ ବୈରିଣା। ହେ ଅର୍ଜୁନ ଶୁଣ, ଜ୍ଞାନୀର ଶତ୍ରୁ କିଏ? କାମନା। ଏ କାମନା, ଜ୍ଞାନୀ ଲୋକମାନେ ଏ ଶତ୍ରୁ ତାଙ୍କର କାମ। କହିଲେ ଆବୃତ ଜ୍ଞାନ ଏତନମ୍, ତାଙ୍କ ଜ୍ଞାନଟାକୁ ଏଇ କଣ କରୁଛି? ଢାଙ୍କି ଦେଇଛି ଅଜ୍ଞାନତା, କାମନା। ଯେମିତି ଆମର କଣ ମାନେ ଅନ୍ନଟା ଫୁଟୁଛି, ତ ଢାଙ୍କୁଣୀ ଅଛି ନା, ଢାଙ୍କୁଣୀଟା ପକେଇଦେଲେ ମାନେ ବାହାର ଝିଟପିଟି କିଛି କଣ କୌଣସି ବିଷାକ୍ତ ଜିନିଷ ପଡିବ ନା, ସେଟା ଶୀଘ୍ର। ସେମିତି ଆମର ଜ୍ଞାନଟା ଯୋଉ ପରିପ୍ରକାଶ ହେଇପାରୁନି, ମନୁଷ୍ୟର ଜ୍ଞାନଟା ଉଦୟ ନ ହେଇପାରିବାର କାରଣ ହଉଛି କାମଯୁକ୍ତ ଢାଙ୍କୁଣୀରେ ଢାଙ୍କଣା ହେଇଛି। କହୁଛନ୍ତି ଆବୃତ ଜ୍ଞାନ ଏତନମ୍ ଜ୍ଞାନୀନ ନିତ୍ୟ ବୈରିଣା। ଜ୍ଞାନୀ ମାନେ ଜାଣନ୍ତି ଯେ କାମ ଦ୍ୱାରା ବଶୀଭୂତ ହେଲେ ଆମର ଭକ୍ତି ନଷ୍ଟ ହେଇଯିବ। କହିଲେ ଇଏ କଣ କରୁଛନ୍ତି? ଇଏ ଜ୍ଞାନ ମାନେ ଭଗବାନ ତାର ସର୍ବସ୍ୱ ବୋଲି ତାରି ଜ୍ଞାନ ଆସୁନି। ମୋର ଧନ, ମୋର ସମ୍ପତ୍ତି, ମୋର ପୁଅ, ମୋର ଝିଅ, ମୋର ଶରୀର, ସେ ଭାବୁଛି ମୋ ଶରୀର ବି ସବୁଠୁ ଶ୍ରେଷ୍ଠ, ମୋ ସର୍ବସ୍ୱ। ଏଇଟା କଣ? ଏଇଟା ଅଜ୍ଞାନୀ। ତାର ଜ୍ଞାନଟା କଣ ହେଇଛି? ଢାଙ୍କୁଣା ଦ୍ୱାରା ଘୋଡା ହେଇଛି। ସେ ଜାଣିନି ଅନିତ୍ୟ। ଯେତେବେଳେ ଢାଙ୍କୁଣା ଦ୍ୱାରା ଜ୍ଞାନଟା ଘୋଡା ହେଇକି ରହିଯାଉଛି, ଅନିତ୍ୟକୁ ନିତ୍ୟ ବୋଲିକି ଜ୍ଞାନ କରୁଛି। ଏସବୁ ଅନିତ୍ୟ, ସେ ତାକୁ କଣ ଭାବୁଛି? ଏସବୁ ହଉଛି ନିତ୍ୟ। ମୋ ଘର, ମୋର ପୁଅ, ମୋର ଶରୀର, ମୋର ଏଇ ସବୁ ହଉଛି ନିତ୍ୟ। ଏମାନେ ଚିରକାଳ ମୋ ପର୍ଯ୍ୟନ୍ତ ରହିବେ, ମୁଁ ଯେତେବେଳେ ମରିବି ମୁଁ ଏମାନଙ୍କ ସାଙ୍ଗରେ ମରିବି। এই হচ্ছে অজ্ঞানতা। କହୁଛନ୍ତି କାମ ରୂପେଣ କୌନ୍ତେୟ, ହେ ଅର୍ଜୁନ କାମ ରୂପେଣ କୌନ୍ତେୟ ଦୁଷ୍କୃତେନ ଅନଳଚେନ। এই କାମ ରୂପକ ଅଗ୍ନି ଯେତେବେଳେ ଜଳୁଛି ହୃଦୟରେ, ଜଳୁଛି, କଣ ହେଇଯାଉଛି ନା ସର୍ବସ୍ୱ ନଷ୍ଟ ହେଇଯାଉଛି, କ୍ରୋଧ ଆସି ପହଞ୍ଚି ଯାଉଛି। ଜଣେ ରାଗୁଛି କାହିଁକି? ତାର କ୍ରୋଧର କାରଣ କଣ? କଣ କଲେ? କାମ ସେ କ୍ରୋଧ ରଜଗୁଣ ସମାଦ୍ଭବ। କ୍ରୋଧଟା କୋଉଠୁ ଆସୁଛି? ତାର କାମନା ପୂରଣ ନ ହବ। ପୁଅଟା କହୁଛି ତୁ ଖେଳିବାକୁ ଯାଆନା, ସିଏ ତ ଖେଳୁଛି, ଏ ତାରା ଧୀରେ ଚାପଡ଼ା ପକେଇ ଦଉଛି। କ୍ରୋଧଟା କୋଉଠୁ ଆସୁଛି? କାମରୁ ନା। କହିଲେ କାମ ଯାହାଙ୍କର ଶରୀର ପୁରା ପ୍ରଜ୍ୱଳିତ ଭାବରେ କଣ ଜଳୁଛି ଅଗ୍ନି ଭଳିଆ, ବୋଲେ ମାନବର ଶୁଦ୍ଧ ଚେତନା ତାର ନିତ୍ୟ ଶତ୍ରୁ କାମ ଦ୍ୱାରା ଆବୃତ ହୋଇଥାଏ। ଏଇ କାମ କେବେ ହେଲେ ସନ୍ତୁଷ୍ଟ ହୁଏ ନାହିଁ, ଏହା ଅଗ୍ନି ପରି ଦହନ କରିଥାଏ, ଯାହା ଫଳରେ କ୍ରୋଧ ଉତ୍ପନ୍ନ ହୁଏ। ଆଚ୍ଛା, କ୍ରୋଧ ଶେଷରେ ସେଇ ଦେବତା ମାନଙ୍କ ପ୍ରତି ସେ କଣ କ୍ରୋଧାନ୍ୱିତ ହେଇଯାଏ। କହିଲେ ଯୋଉମାନେ ଦେଖ ଲୋକ ଯାଉଥିବେ, ନଡ଼ିଆ ନେଇକି ଯାଉଥିବେ, କଦଳୀ ନେଇ ଯାଉଥିବେ, ଠାକୁରଙ୍କୁ ଯାଉଥିବେ, କିଛି ଦିନ ଯିବେ, ଦେଖ କିଛି ନ ହେଇପାରିଲା, ଏଇ ଏତେ ଦିନ ହେଲାଣି ଇଏ ଆସୁନି, ଆଉ ଗୋଟେ କୋଉଠି କହନ୍ତି, କୋଉଠି ଆଉ କାହାକୁ ପଚାରିଦବ, ତମେ ଯାଉନ, ସିଏ ମା ନାଗିଛନ୍ତି, ସେ ମା ପୁରା ଖାଲି ଯାଇ ପହଞ୍ଚୁ ପହଞ୍ଚୁ ବର ଦେଇଦେବେ। ସେଠି ଯାଇ ପହଞ୍ଚିବ, ଏଇ ଦେବ ଯାହାଙ୍କୁ ଗୁଡ଼, ଯାହାଙ୍କୁ ନଡ଼ିଆ, ଯାହାକୁ କଣ କଦଳୀ ଟିକେ ଦଉଥିଲା, ତା ବିରୁଦ୍ଧରେ କହିବ, ମୁଁ ଯାଇଥିଲି ଏତେ ଦିନ କଦି କରିନି, ସେଠି କଣ ମିଳିଲା ମତେ, ଏଠି ଆସି ପହଞ୍ଚୁ ମୋର ରୋଗ ସାଙ୍ଗେ ସାଙ୍ଗେ ଭଲ। ଅର୍ଜୁନ ଏମାନଙ୍କ କାମନା ପୂରଣ ହବ, ଏମାନେ ସେଇ ଦେବତା ମାନଙ୍କୁ କଣ କରିବେ? ନିନ୍ଦା କରିବେ। କହୁଛନ୍ତି ବାଣାସୁର, ଆର ଉଦାହରଣ ଦଉଛନ୍ତି ବାଣାସୁର। ବାଣାସୁର ଶିବଜୀଙ୍କୁ ପ୍ରାର୍ଥନା କଲେ, ଶିବଜୀଙ୍କୁ ପ୍ରାର୍ଥନା କଲେ, ଶିବଜୀଙ୍କୁ ପ୍ରାର୍ଥନା କରି 1000 ହାତରେ ତାଳି ମାରିଲେ। ଶିବଜୀ 1000 ହାତ ତାଙ୍କର ବାଣାସୁରଙ୍କର, ତାଙ୍କୁ ଖୁସି କରିବାକୁ 1000 ହାତରେ ତାଳି ମାରି ଗୀତ ଗାଇ ପୁରା ଶିବଜୀ ଖୁସି ହେଇଗଲେ।
ଶିବ ଦେଲେ ଖୁସି ହେଇଗଲେ। ବାଣାସୁରକୁ କହିଲେ ବାଣା ଆଉ ତୁମେ କ'ଣ ବର ମାଗୁଛ ମାଗ। ବାଣାସୁର କ'ଣ କରିଛନ୍ତି ନା ତା ପୂର୍ବରୁ ସବୁ ଦେବତା ମାନଙ୍କୁ ଅଧିକାର କରିଦେଇଛନ୍ତି, କେବଳ ଶିବଜୀ ବାକି ଅଛନ୍ତି। କହିଲେ ଦେବତା ମାନଙ୍କୁ ଉପାସ କଲେ କ'ଣ ହବ, ଜୀବର ସ୍ଥିତି କ'ଣ ହବ? ଆଉ ଏମାନେ ଯୋଉମାନେ ଥାର୍ଡ କ୍ଲାସ ଭଗବାନ ପୂଜା କରୁଛନ୍ତି ତାଙ୍କର ଅବସ୍ଥା କ'ଣ? ଛାଡ଼, ଦେବତା ମାନଙ୍କ ଉପାସକ ମାନେ ଦୁଃଖ ପାଉଛନ୍ତି, ଏଇ ତଥାଗତ ଭଗବାନ ଯେ ଭାବୁଛନ୍ତି ତାଙ୍କ ସ୍ଥିତି କ'ଣ ହବ? ଇଏ ଦୁଃଖ ତ ଦୁଃଖ, ଜନ୍ମ ଜନ୍ମାନ୍ତର ଦୁଃଖ ପାଇବେ। କ'ଣ କଲେ ନା ବାଣାସୁରକୁ ନା ବାଣାସୁର ଶିବଜୀଙ୍କୁ କହିଲେ ତୁମେ ମୋର ନଗର ରକ୍ଷକ ହବ। ମାନେ ମୁଁ ରାଜା ହେଇକି ବସିବି, ତମେ ଦ୍ୱାରପାଳ ହବ। ବୁଝିହଉଛି? ଆଉ ତ ଶିବଜୀ ଖୁସି ହେଇଗଲେ, ଯାହା କହୁ କହୁ ବରଂ ମୁଁ ଦେହ। ବାଣାସୁରର ଦ୍ୱାରପାଳ ହେଲେ ଶିବଜୀ, ଦ୍ୱାରପାଳ ହେଲେ। ତ ଦ୍ୱାରପାଳ ସବୁବେଳେ ଶିବଜୀ ଦେଖିଲେ, ମାନେ ଇଏ ଭାବିଲେ ମୁଁ ହଉଛି ରାଜା। ବାଣାସୁର କହିଲେ ମୁଁ ହଉଛି ରାଜା, ଶିବଜୀ ହେଲେ ମୋର ଦ୍ୱାରପାଳ। କହୁଛନ୍ତି ଆଉ ତୁମ ସାଙ୍ଗରେ ମୁଁ ଯୁଦ୍ଧ କରିବି। କହିଲେ ଦେବତା ମାନଙ୍କର ଉପାସକ ମାନେ ଦେବତା ମାନଙ୍କୁ ଶତ୍ରୁ ବୋଲି ଭାବନ୍ତି। କ'ଣ କରିବେ? ବାଣାସୁର ଯୁଦ୍ଧ କଲେ। ବାଣାସୁର ଯୁଦ୍ଧ କଲେ, ଯୁଦ୍ଧରେ ଶିବଜୀ ପରାସ୍ତ ହେଲେ। ବୁଝି ହଁ। ତାପରେ ପୁଣି ଭଗବାନ ପ୍ରାର୍ଥନା କଲେ, ଭଗବାନ ଆସିଲେ। କୃଷ୍ଣ ତାହାର 900 ବାଣାସୁର 1000 ହାତରୁ 996 ହାତ କାଟିଦେଲେ। ଆଉ 4ଟା ହାତ ରଖିଲେ ବାଣାସୁର। କହିଲେ ଏଇ ଶିବଜୀଙ୍କୁ ବର ପାଇଲେ, ପୁଣି ଶିବଜୀଙ୍କ ସହିତ କ'ଣ ଯୁଦ୍ଧ କଲେ। କହିଲେ ଦେବତା ମାନଙ୍କ ଉପାସକ ହେଲେ ଜୀବର ଏଇ ତାର କାମନା ବାସନା କେବେ କ'ଣ ନଷ୍ଟ ହବ ନା। କହିଲେ କୃଷ୍ଣ ସକାମ ଭକ୍ତର କାମନାକୁ ପୂରଣ କରନ୍ତି ନାହିଁ। ଯଦି ତ ଆମେ ଭଗବାନଙ୍କୁ ଭଜନ କରୁଛେ, ବେଳେ ବେଳେ ଆମର କାମନା ଆସୁଛି, ସକାମ କର୍ମ ଅଛି, କିନ୍ତୁ କୃଷ୍ଣଟା ପୂରଣ କରିବେ ନା। ଲୋକ କାହିଁକି ଭଗବାନ ଭଜନ କରନ୍ତି ନା? ସେ ଯାହା ଚାହୁଁଛନ୍ତି ଭଗବାନ ଏଟା ଦେବେ ନା। ଭଗବାନ ଦେବେ ନା। ଚୈତନ୍ୟ ଚରିତାମୃତରେ ସନାତନ ଗୋସ୍ୱାମୀ କି ମହାପ୍ରଭୁ ଶିଖଉଛନ୍ତି, ଯଦି ଆମେ ଭକ୍ତି କରୁଛେ, ଭକ୍ତିରେ ଆମର କିଛି କାମନା ଆସିଯାଉଛି। ଭକ୍ତି କରୁଛେ ଫେର ବି ଆମର କାମନା ଆସୁଛି, ମୋର ଏଇଟା ହଉ, ମୋର ସେଇଟା ହଉ। ଯଦି ଆସିଯାଉଛି, କ'ଣ କରିବେ ନା କୃଷ୍ଣ ତାଙ୍କୁ ଚରଣ ଦେବେ। କହିଲେ ଭଗବାନ ତାଙ୍କୁ ଭକ୍ତି ବଦଳରେ, କାମନା ବଦଳରେ ସକାମ ଭକ୍ତ ଯଦି ଭଗବାନ ଶରଣରେ ଆସିଯାଆନ୍ତି, ଭଗବାନ ତାଙ୍କୁ ଚରଣ ପ୍ରଦାନ କରିବେ। ଏଇ ଚରଣକୁ ସେବା କଲେ କ'ଣ ହବ? ତାର କାମନା ସବୁ ନଷ୍ଟ ହେଇଯିବ। ଯେତେବେଳେ ଆମେ ଭଗବାନଙ୍କର ସେବା କରିବା, ସେତେବେଳେ ଆମର କ'ଣ ଅନ୍ତର ଯୋଉ କାମନା ଅଛି, ଭୌତିକ କାମନା ନଷ୍ଟ ହେଇଯିବ। ଦେଖ ବର୍ତ୍ତମାନ ସୁଦ୍ଧା ଆମେ ଯେଉଁମାନେ ସବୁ ଭକ୍ତି ମାର୍ଗ ଆସିଛେ, ଭକ୍ତି ମାର୍ଗ ଆସିବା ପୂର୍ବରୁ ଆମର କାମନା ବାସନା ଥିଲା। ତେବେ ଯେତେବେଳେ ଭକ୍ତି ମାର୍ଗ ଆସିଲା ପରେ କାମନା ବାସନା କମୁଛି ନା ବଢୁଛି? ଟିକେ ଟିକେ କମୁଛି, ପୁରା କମୁନି। ବେପାରରେ ମନ ରହିଲେ କମି, କେମିତି ସେବାରେ ମନ ରହିଲେ ସିନା। ଭଗବାନ କହିଲେ ଚରଣ ସେବା କରେ, ସେବା ଦେଲା ବେଳକୁ ଠକୁଛ। ବୁଝିହଉଛି? ଏଇଟା କାମନା ବଢିବ ନା। ଏଠି ଯେତେବେଳେ ଆମେ ସେବା ଠକୁଛେ, କାମନା ବଢି ବଢି ଚାଲିଛି। ଏଠି କାମନା 0 ପଏଣ୍ଟକୁ ଆସିବ। 0 ପଏଣ୍ଟକୁ ଆସିଲେ ତମେ ସୁଖୀ ହବ ନା। ତମେ ଯୋଉ ଲାକ୍ଟୋମିଟର ପକେଇ ଦଉଛ, କ୍ଷୀରରେ ପାଣି ବସିଛି କି ନାହିଁ, କ୍ଷୀରର ପଏଣ୍ଟଟା, ଯୋଉ କ୍ଷୀରରେ ପାଣି ନ ପଶିଥିବ ତା ଲାକ୍ଟୋମିଟରଟା କ'ଣ ଉଠିବ ନା? ଯୋଉଟା ପାଣି ପଶିଗଲା, ଲାକ୍ଟୋମିଟର କ'ଣ ହବ? କମିଯିବ।
जो कामना जेते जीरो हम तो भक्ति सेते स्ट्रांग हो। कामना केतल जीरो हम ना जिते बड़े ये आचार्य मान नियम को कौन करवा पालन करिए। उदाहरण स्वरूप ध्रुव ध्रुव कौन कले राज सिंहासन बसिया प्रार्थना कले राज सिंहासन बसिया प्रार्थना कले कामना आसला ना। ध्रुव महाराज कौन कहले जिते बड़े भगवान को प्राप्त हेले कहबार ता कारण होची जदि तो आम भक्ति करिवार आमर किछि कामना अछि से कामना शुद्ध हो जीवो से कामना सबुदिन पर रहइबो ना। ध्रुव कौन करिया गले राज सिंहासन मोर पिता पिता मह जो आसन बसले तमे तळुक पळै ये शुण ध्रुव कौन कले राज सिंहासन प्रार्थना रे बसिया को चाहिए गले तपस्या कले तपस्या 6 मास भगवान को प्राप्त हेले भगवान बर मागे कहले ध्रुव कौन मागुच माग ध्रुव कौन कहले किछि नहीं मु किछि चाहूनी कहले भक्तिर जीवन भगवान को दर्शन कला पर आम ये टेस्ट न पाई भावुले एथिरे बहुत सुख अच्छी कि जिते आम ये विषय जानुचे आम ये जगत आम किसी सुखर कामना नहीं एटी जिते प्रकार व्यवस्था हेले भी एटा दुखालय अशाश्वत कांदुचंदी काली एटा देखो 35,000 कोटी टंकार मालिक जिंदल कंपानी पुओ अमेरिकार बड़ हॉस्पिटल कौन ट्रीटमेंट हला समय मरीगला बुझी 35,000 कोटी टंकार मालिक अमेरिका पाखर बॉम्बे पाखर आरंभ कर सब आड़े घर द्वार कांदुची 75% समाज सेवार दे देम बोली भावुची कांदुची कौन हम धन गोटे पुओ मरीगला कहले समस्त व्यवस्था जीव को सुरक्षित रखी पारिबा ना केवल एकमात्र हरे कृष्ण 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 हरे 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 राम 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 हरे यही आमर सुरक्षित एटी समस्त व्यवस्था दुख करिब दुखरे रोजगार करिब दुखरे खर्च करिब दुखरे मरिब भी दुखरे हरइब भी दुखरे एटी सुख नहीं ये कहते ध्रुव महाराज पाई गले कहले भगवान को दर्शन कला प्रभु मोर किछि दरकार नहीं हाथ प्रार्थना कले मु काच खंडे आसती जो ब्रह्मांकर ऊपर ध्रुव लोक ब्रह्मांग लोक ऊपर ब्रह्मलोक ऊपर ध्रुव लोक ब्रह्मा ऊपर थिबा पोस्ट को ध्रुव कहते काच काच खंडे पड़गले जमी कौन चूना हो जाए ये सब पोस्ट चूना हो काला हाथ रे सबू पोस्ट कौन धूली सात हो कहले कांचन पाईगली धन पाईगली आपण को जी भगवान के शरण आसी ये पोस्ट ये धन ये संपद ये रूप ये शरीर ताको एते मूल्यवान लगे ना ये सब काला हाथ रे आज सुंदर शरीर कौन हम विकलांग हो काला केते बेला कौन कर सुखे मारद किसी काम लगे ना ध्रुव कहते मु काच खंडे पे आसती माने ब्रह्मा ऊपर पोस्ट को भावुचंदी काच आज कांचन आपण होचंदी कांचन आपण महाधन मु प्राप्त हेली मोर कौन ध्रुव मोर आवश्यकता अच्छी ध्रुव महाराज मना कर तुम बर नेबी ना कहले जीव से पर्यंत कामना वासना रखी थी जे पर्यंत से गोविंदर चरण को आश्रय न कर
जे भगवान के चरण को आश्रय करिछि ए संसार रे कोनोस ता पय एते कोन मूल्यवान नुहे। भक्ति सिद्धांत सरस्वती ठाकुर कहले प्रभुपादंकर गुरु कहले मो गुरुंगर मलमूत्र भलिया मोर गुरुंगर मल मूत्र जतिक मते आनंद प्रदान करुछि ये संसार रे एते धन संपत्ति रूप यौवन मते सुख दे पारुनी। मोर गुरुंगर मल जतिक सुंदर ये संसार रे एमती वस्तु सुंदर नहीं। भगवान का चरण जते सुंदर भक्ति सिद्धांत ठाकुर कहले केवल गुरु और कृष्ण कहले भक्त कहले ध्रुव भगवान का सेवा करी जदि जने भौतिक समृद्धि कामना करे से एक नंबर मूर्ख अटे। यदि भगवान का सेवा करके भौतिक सुख चिंता करुचे एगो नंबर 1 मूर्ख। से मूर्ख जानिनी मूर्ख जमती अज्ञानता तार ज्ञान नहीं ये करंट रे कौन शक्ति अच्छी। से मूर्ख ये भौतिक संबंध को भौतिक कौन समृद्धि की समृद्धि विषय से जाने ना तार ज्ञान नहीं माया अपहृत ज्ञान से माया द्वारा कौन अपहरण ही से जानी नहीं ये संसार जेते वस्तु अच्छी ता पाई सुखदायक नुहे। एकमात्र भगवान का चरण हो कौन सुख कहले सही कामना तार एकमात्र इच्छा कृष्ण की परि खुशी है। जन भक्तंगर एकमात्र कामना कृष्ण की परि खुशी है। कृष्ण कर अच्छा कृष्ण तो कौन कृष्ण कर इच्छा तो कृष्ण हम कहबे ना हाँ कृष्ण को कहबे कि परंपरा आसिले गुरु परंपरा आसिले गुरु जहाँ कहते एटा कृष्ण कर इच्छा कौन कहले मु गुरु रूप शिखाऊँ ये परंपरा को शिक्षा देले ब्रह्मा को ब्रह्मा शिक्षा देले नारद को ये जो शिक्षा हूँ कृष्ण कर शिक्षा ये इच्छा हूँ कृष्ण कर इच्छा कल व्यक्तिगत इच्छा ताकर किछि नहीं ताकर एकमात्र इच्छा अछि कोन मु केमती कृष्ण को सुख देबी। कृष्ण कौन चाहूचंदी कल गोलक धाम जे इच्छा नहीं कल गोलक धाम को हमर इच्छा न जिबारे कि वैकुंठ को जिबार इच्छा न कि नरक को जिबार इच्छा न कि स्वर्ग हमर आवश्यकता नहीं अछि ओ बाबा अछि जदि गोटे छुआ बापार कथा खाली मानुची खाली बापार कथा मानुची बापा संपत्ति कहीं आशा करिवो गोटे छुआ बापार कथा मानुची बापा जहाँ कहउछंदी से मानुची ताले बापार संपत्ति की से कहीं कोर्ट करिया जीव बापा ता नार सब विल कर दो जे कथा मानुनी बुझी जदि तुम्हें खाली गुरु आचार्य मान कथा मान आचार्य मान परंपरा निर्देश चल तुमको गोलक धाम जावाई प्रार्थना करा पड़ो ना बापा जुआड़ जीव तुमको सियार टिकेट कर नहीं जाओ अरे कुकुरटा भल पाई बोले कि से टिकेट करके ट्रेन टिकेट कर फ्लाइट टिकेट कर बुलाऊँ आ तुम तो गुरु आचार्य मैंने भल पाई से जुआड़ू जे तुम नहीं जीवे ना से गोलक धाम जे तुम गोलक धाम प्रार्थना कले मुक्तिर कामना नहीं गोटे कामना मु मोर गुरु वाक्य को जीवन सारा पालन करी मो पिता जहाँ कही पालन करी एतिक तुम्हें गोलक धाम कामना कर किसी दरकार नहीं कहले जो मूर्ख पितांगर कथा को मानुनी आ पितांग संपत्ति के आशा करुची से कौन हम ताको कोर्ट कचेरी जाए पड़ो नहीं
ପିତାଙ୍କର କଥାକୁ ପାଳନ କରିବା ବ୍ୟକ୍ତି କି ପିତାର ସମ୍ପତ୍ତିରୁ ଆଣିବା ଏତେ କଷ୍ଟଦାୟକ ନୁହେଁ। ଯେ ଗୋଲକଧାମକୁ ଯିବା ଏତେ କଷ୍ଟଦାୟକ ନୁହେଁ। ଖାଲି ନିର୍ଦ୍ଦେଶକୁ ପାଳନ କର, ଭଗବାନଙ୍କ ନିର୍ଦ୍ଦେଶକୁ ପାଳନ କର, ଏ ଗୋଲକଧାମ ତୁମ ପାଇଁ ଫିକ୍ସ। ଏତେ କଣ କଷ୍ଟ ନୁହେଁ। ପିତା ଯୋଗ୍ୟବନ୍ତ, ପିତା ଦେଖି ପୁତ୍ରକୁ ପିତା ତାଙ୍କର କଣ କରିବେ? ଓ କଣ କରିବେ? ଯୋଗ୍ୟବନ୍ତ ପୁତ୍ରକୁ ପିତା ତାଙ୍କର ସମସ୍ତ ସମ୍ପତ୍ତି କି ଦାନ କରିଦେବେ। ସେ ଭକ୍ତି ହଉଛି ସର୍ବସମ୍ପତ୍ତି, ନାମନାମକାରୀ ବହୁତା, ନିଜ ସର୍ବଶକ୍ତି, ନିଜର ସବୁ ଶକ୍ତି କୋଉଠି ଅଛନ୍ତି? ଭଗବାନଙ୍କ ନାମରେ। ଯିଏ ସବୁ ଶକ୍ତି ପ୍ରଦାନ କରିଦେଇଛନ୍ତି, ତୁମେ କିନ୍ତୁ ଗୋଲକଧାମ ଯାଇପାରିବ ନା? ଯାଇପାରିବ ନା ନାହିଁ? ଯାଇପାରିବ। ଖାଲି ଆଦେଶ ପାଳନ କର, ଜୀବର ସର୍ବଶ୍ରେଷ୍ଠ ସୁଖ ପ୍ରାପ୍ତ ହେଇପାରିବ। ଯୋଉ ସୁଖ ଏ ସଂସାର କାହା ପାଖରେ ନାହିଁ। କଲେ ବାଣାସୁର ଦେବତା ମାନଙ୍କୁ ବର ଦେବା ପୂର୍ବରୁ ଦେବତା ମାନେ କଣ ଭାବନ୍ତି ନାହିଁ, କିନ୍ତୁ କୃଷ୍ଣ ଇଏ କହୁଛନ୍ତି କଣ, ଆପଣ ବର ଦେଲା ପରେ ଦେବତା ମାନେ ସ୍ୱତନ୍ତ୍ରତା ହେଇଯାଆନ୍ତି କି ନା? ଆଉ ସେ ଯୋଉ ବର ଦଉଛନ୍ତି, ସେ ବର କାହାର କହୁଛନ୍ତି? କିନ୍ତୁ ଭଗବାନଙ୍କୁ ବର ଦେବା ପୂର୍ବରୁ ଜୀବ କିପରି ଭୁଲ ନ କରିବ ସେ ବିଷୟରେ ଧ୍ୟାନ ଦିଅନ୍ତି। ଆମେ ଶୁଣିଲେ ବାଣାସୁର ବର ମାଗିଲେ ଶିବଜୀଙ୍କୁ, ବର କଣ ଦେଲେ? ବର କଣ ମାଗିଲେ? ଦରପଣ ମାଗିଲେ। ଆଚ୍ଛା, ବଳି ହଉଛନ୍ତି କଣ? ଭକ୍ତ। ବଳି ପାଖରେ ଭଗବାନ ଦ୍ୱାରପାଳ ହେଇ ରହିଲେ ନା ନାଇଁ? ଦ୍ୱାରପାଳ ଏଇ ହଉଛି କୃଷ୍ଣ ଭକ୍ତି ଆଉ ଦେବତା ମାନଙ୍କ ଭକ୍ତି। ଦେବତା ମାନଙ୍କୁ ଶ୍ରଦ୍ଧା କରି ଯୋଉ ଭକ୍ତି କଲେ, କିଏ ସେ? ବାଣା ଅସୁର ମାନେ ବାଣାସୁର ଶିବଜୀଙ୍କ ସହ ଯୁଦ୍ଧ କଲେ। ଆଚ୍ଛା, ବଳିଙ୍କ ପାଖରେ ଭଗବାନ କଣ ଦ୍ୱାରପାଳ ଏବେ ବି ପର୍ଯ୍ୟନ୍ତ ଅଛନ୍ତି ପାତାଳରେ। କିନ୍ତୁ ବଳି ପାତାଳ ରାଜା ହେଲେ, ସକାଳୁ ଉଠିବେ ଭଗବାନଙ୍କ ଚରଣକୁ ଅନେଇବେ। ଏଇ ହଉଛି ଭକ୍ତିର ମହତ୍ଵ। ଭଗବାନଙ୍କୁ ସେଇ ଶ୍ରଦ୍ଧା ପ୍ରୀତି ଦେଲେ ଭଗବାନଙ୍କ ପ୍ରତି ଆସିବ, ଜୀବ ଭଗବାନଙ୍କ ଚରଣକୁ ଅନେଇବ। ଯୁଦ୍ଧ କରିବ କଣ? ବାଣା ବର ମାଗିଲେ, ଶିବଜୀ ଯୁଦ୍ଧ କଲେ, କିନ୍ତୁ ବର ପ୍ରଦାନ କଲେ ବଳି କି ସକାଳୁ ଉଠିବେ ବଳି ମତେ ଦର୍ଶନ କରିବେ। ବଳି ସକାଳୁ ଉଠିବେ ତ ଭଗବାନଙ୍କ ଚରଣକୁ ଅନେଇକି ରହିବେ। ଏଇ ହଉଛି ଭକ୍ତି। ଦେବତା ମାନଙ୍କ ଭକ୍ତି ହଉଛି ଏଇଆ, ଭଗବାନଙ୍କ ଭକ୍ତି ହଉଛି ଏଇଆ। ଦେବତା ମାନଙ୍କୁ ସେବା କଲେ ଜୀବନ କଣ କାମ ଯୁକ୍ତ, ସେ କଣ ସକାମ ଭକ୍ତି, ନିଷ୍କାମ ଭକ୍ତି ନୁହେଁ। କହୁଛନ୍ତି ବଳି ମହାରାଜଙ୍କ ବର କଣ ହେଲା? ବଳି ମହାରାଜଙ୍କୁ ବର ଦେଇକି ଭଗବାନ ତାଙ୍କର ହୃଦୟରେ ରହିଲେ। କହିଲେ ଏଇ ଶ୍ରଦ୍ଧା ପ୍ରୀତି ଦେଇ କଣ ଦେବତା ମାନଙ୍କୁ ହେଇଯିବ ସେଟା କାମଯୁକ୍ତ, ସେଇ ଶ୍ରଦ୍ଧା ପ୍ରୀତି ଦେଲେ କଣ ଭଗବାନ ପ୍ରତି ହେଇଯିବ ନିଷ୍କାମ ଭକ୍ତି। ଇଏ ଶାନ୍ତି ପାଇବେ, ସେ ଅଶାନ୍ତିରେ ରହିବେ। ତାପରେ ଆସୁଛନ୍ତି କଣ, ଲଭେତ ତତ୍ କାମାନ ମୟେ ଏବ ବିହିତାନ ହିତାନ। ହେ ଅର୍ଜୁନ, ତୁମେ କହୁଛ କଣ ଦେବତା ମାନେ ବର ଦେଇଦେବେ? ଓ ବାବା, ଦେବତା ମାନେ କଣ ବର ଦେଇଦେବେ? କହିଲେ ଲଭ୍ୟତେ ଚତତ୍ କାମାନ, ଦେବତା ମାନେ ଯୋଉ ବର ଦଉଛନ୍ତି ବିହିତା ନହିତାନ, ମୁଁ ତାଙ୍କୁ ଯେଉଁ ଶକ୍ତି ଦେଇଛି ସେ ସେଇ ଶକ୍ତିରେ ସେଇ ବର ଦେଇପାରିବେ।
ଆଉ ଅଲଗା ବର ଦେଇପାରିବେ ନାହିଁ। ଯେପରି ହିରଣ୍ୟକଶିପୁ କାହାଙ୍କୁ ମାଗିଲେ ବର? ବ୍ରହ୍ମାଙ୍କୁ। କଣ ବର ମାଗିଲେ? ଅମର ବର ମାଗିଲେ। ତାହେଲେ ଅମର ବର କଣ ଦେଇପାରିଲେ କି? କହିଲେ ଦେବତା ମାନଙ୍କୁ ମୁଁ ଯୋଉ ଶକ୍ତି ଦେଇଛି ସେ ସେଇ ଶକ୍ତିର ସେଇ ବର ପ୍ରଦାନ କରିପାରିବେ, କିନ୍ତୁ ତା ଉପରକୁ ଯାଇପାରିବେ ନାହିଁ। ଦେବତା ମାନେ ଆମର ଆବଶ୍ୟକତା ମେଣ୍ଟେଇ ଦେବେ, କିନ୍ତୁ ମୁକ୍ତି ଦେଇପାରିବେ ନାହିଁ। ଆଚ୍ଛା କହିବ କଣ ତମେ କୃଷ୍ଣ ଡାକୁଛ ବୋଲି ଏଇଟା କହୁଛ ବୋଧେ, ଆଉ ଆମେ ଏତେ ଦେବାଦେବୀ ମାନଙ୍କୁ ପୂଜା କରୁଛୁ, ଆମେ ମୁକ୍ତି ପାଇପାରିବୁ ନା? ଭଗବାନ ଯେତେବେଳେ ଦଶମ ସ୍କନ୍ଧ ଭାଗବତରେ ଦେବତା ମାନେ କହିଦେଇଛନ୍ତି, ଦେବତା ମାନଙ୍କର ରାକ୍ଷସ ମାନଙ୍କର ଯୁଦ୍ଧ ଚାଲିଲା। ରାଜା ମୁଚୁକୁନ୍ଦ ଗଲେ ସ୍ୱଦେହରେ, କୋଉଠି? ଦେବଲୋକକୁ। ଦେବତା ମାନଙ୍କୁ ବହୁତ ସାହାଯ୍ୟ କଲେ। ଅସୁରଙ୍କୁ ମାରିଲେ, ଦେବତା ମାନଙ୍କୁ ସାହାଯ୍ୟ କଲେ। ତ ସବୁ ଦେବତା ମାନେ ମିଶିକି ମୁଚୁକୁନ୍ଦକୁ ବର ଦେବେ। ବସିଲେ ଯେ ମୁଚୁକୁନ୍ଦ ଆସିକି ଏତେ ପ୍ରକାର କଣ ଆମକୁ ସାହାଯ୍ୟ କରୁଛି, ଆମେ ସମସ୍ତେ ବର ଦେବା। କିନ୍ତୁ ସବୁ ଦେବତା ମାନେ ମିଶିକି ପ୍ରାର୍ଥନା ମାନେ ମୁଚୁକୁନ୍ଦ ବର ଦେବେ, ମୁଚୁକୁନ୍ଦ କହିଲେ, ଦେବତା ମାନେ କହିଲେ ମୁଚୁକୁନ୍ଦ ଆମକୁ ମୁକ୍ତି ବିନା ଆଉ ସବୁ ବର ମାଗିପାର, ମୁକ୍ତି ବିନା ଆମେ ସବୁ ଦେଇପାରିବୁ ଜୀବକୁ, କିନ୍ତୁ ଦେବତା ମାନେ ମୁକ୍ତି ଦେଇପାରିବେ ନାହିଁ। ଆଚ୍ଛା ଦେବତା ମାନେ ଯଦି ମୁକ୍ତି ଦେଇପାରିବେ ନା, ମନା କରିଦେଲେ। କାଲି ଅଜୟ ପ୍ରଭୁ କଣ କହିଲେ? ସେ କହୁଛନ୍ତି ଆମେ ମୁକ୍ତି, ସେ କେମିତି ମୁକ୍ତି ଦେଇପାରିବେ? ସେ କେମିତି ମୁକ୍ତି ଦେଇପାରିବେ? ଦେବତା ମାନଙ୍କର ହାତରେ ମୁକ୍ତି ନାହିଁ, ସେ ତମର ଭୌତିକ ଆବଶ୍ୟକ ଜିନିଷ ଦେଇଦେବେ, ମୁକ୍ତି ଦେବତା ମାନେ ଦେଇପାରିବେ ନାହିଁ। ଯଦି ମୁକ୍ତି ଦେବତା ମାନେ ଦେଇପାରିବେ ନା, ଆଉ ଏଇ ଥାର୍ଡ କ୍ଲାସ ଭଗବାନ ଯିଏ ସବୁ ବାହାରିଛନ୍ତି ସେ କେମିତି ମୁକ୍ତି ପ୍ରଦାନ କରିବେ? ସେ ଖାଲି ଲେଖିଦେଲେ କଣ ହବ? ତମେ ଲେଖିଦେବ, ତୁମେ ଲେଖିଦେଇକି ତମେ କଣ ଘର ଲୋକଙ୍କୁ କହିବ ମୁଁ ଭଗବାନ। ଗୋଟେ ବାପା ଗୋଟେ ଛୁଆକୁ ତାର ଲେଖିଦେଇଛି ମୁଁ ପ୍ରଧାନମନ୍ତ୍ରୀ, ତା ଛୁଆ ତା ଦେଖିଲା ସକାଳୁ ଉଠିକି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ, ତା ବାପା ତା ଛୁଆ କହୁଛି ମୁଁ ତ ପ୍ରଧାନମନ୍ତ୍ରୀ। ଆଉ ତା ଛୁଆର ଚେତନା ଆସିବ, ଆରେ ବାପା କେତେ ତ କିଏ ଜଗାଳି ଫୋଗାଳି ନାହାନ୍ତି। ପ୍ରଧାନମନ୍ତ୍ରୀ ବିଷୟରେ ନ ଜାଣିଛି, ସେତେବେଳେ ତାକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରପତି କହିଲେ ବି ସେ ମାନି ନେଇଯିବ। କିନ୍ତୁ ଜାଣିଯିବ, ସମାଜ ବିଷୟରେ ଜାଣିବ, ସେତେବେଳେ ପାଠ ପଢିବ, ସିଏ ଆଉ କଣ ଯାହାକୁ ନା ତାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କହିଲେ ମାନିବ? ଏ ଅଜ୍ଞାନତା ଦୃଷ୍ଟିରୁ ଏମାନେ କଣ କରୁଛନ୍ତି? ଇଏ ଭଗବାନ, ସିଏ ଭଗବାନ, ସିଏ ଭଗବାନ, ତାକୁ ତୁଳସୀ ଦିଅ, ତାକୁ ଇଏ ଦିଅ, ସିଏ ଏମାନଙ୍କ ଭଗବାନ ବିଷୟରେ କିଛି ଜ୍ଞାନ ନାହିଁ। କାହାଙ୍କୁ ଭଗବାନ କୁହନ୍ତି, ଭଗବାନଙ୍କର କଣ କଣ ଗୁଣ, କୋଉ କୋଉ ଷ୍ଟେଜ କଣ କଣ ଥିଲେ ତାଙ୍କୁ ଭଗବାନ ରୂପରେ କଣ ଗ୍ରହଣ କରାଯାଏ, ଏମାନଙ୍କ ବିଷୟରେ କିଛି ଜ୍ଞାନ ନାହିଁ। କହିଲେ ଦେବତା ମାନେ ପ୍ରାର୍ଥନା କରୁଛନ୍ତି ମୁଚୁକୁନ୍ଦକୁ ମୁକ୍ତି ବିନା ଆଉ ସବୁ ବର ଆମେ ଦେଇପାରିବୁ, ହେ ମୁଚୁକୁନ୍ଦ ତୁମେ ଆମକୁ ବର ମାଗ। ଦେଇପାରିବେ ନା? ବ୍ରହ୍ମା ଯେମିତି କଣ କହିଲେ, ମୁଁ କଣ ବର ମୁକ୍ତି କଣ ମାନେ ଅମର ବର ଦେଇପାରିବି ନା, ମୁଁ ତ ଜନ୍ମ ଚକ୍ର ଘୁରି ଘୁରି ବୁଲୁଛି। ତାହେଲେ ଭଗବାନ କଣ କହୁଛନ୍ତି? କହୁଛନ୍ତି ଯେ ଯେତେବେଳେ ଜୀବ କଣ ସେ ଶ୍ରଦ୍ଧା ପ୍ରୀତି କଲେ, ଦେବତା ମାନେ ସବୁ ମୋ ପାଖରୁ ଶକ୍ତି ଆଣିଛନ୍ତି, ମୁଁ ତାଙ୍କୁ ଯେଉଁ ଗୁଣରେ ଗୁଣୀ କରିଛି ସେ ସେଇ ଗୁଣରେ କଣ କରିବେ? ବରଦାନ ଦେଇପାରିବେ। ଅର୍ଜୁନଙ୍କର ପ୍ରଶ୍ନ ହଉଛି, ଦେବତା ମାନେ ବର ଦଉଛନ୍ତି, ଆପଣଙ୍କ ସହିତ ସମ୍ପର୍କ ରଖିଛନ୍ତି କି ନାହିଁ? ହେ ଅର୍ଜୁନ, ସେ ସବୁ ଶକ୍ତି ମୋର,
ମୁଁ ତାଙ୍କୁ ଯେଉଁ ଶକ୍ତି ପ୍ରଦାନ କରିଛି ସେ ଶକ୍ତି ଅନୁସାରେ ସେ ବର ସେ ଜୀବକୁ ଦେଉଛନ୍ତି, ନହେଲେ ଦେଇପାରିବେ ନା। ସେ ଏତେ ଲୋକ ଦେବରାମ ପୂଜା କରୁଛନ୍ତି, ସେ ତ ସମସ୍ତେ ଚାହାନ୍ତି ଆମେ ଗୋଟେ ପ୍ରଧାନମନ୍ତ୍ରୀ ହେଇକି ବସିବୁ, ବର ଦେଇଦେବେ? ଆରେ ବର ଦେବେ କି? ଦେବତା ମାନେ ତ ସମସ୍ତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କରିଦିଅନ୍ତି, ସବୁ ଲୋକ ତ ଟପର ହେଇକି IAS OS ପାଆନ୍ତି। ଏମାନଙ୍କର ଶକ୍ତି ନାହିଁ। କହିଲେ ଯେଉଁମାନେ ଏଟା କହୁଛନ୍ତି ସଗୁରୁ ପରମ ବୈରୀ ଭ୍ରଷ୍ଟ ବର୍ମ ପ୍ରଦର୍ଶୟତ ତତଜନ୍ମ ନାଶ କୁରୁତେ ଶିଷ୍ୟ ହତ୍ୟା ଭବେତ ଧ୍ରୁବମ। ଯେଉଁ ଗୁରୁ କଣ? ଯେଉଁ ଗୁରୁ ସଗୁରୁ ପରମ ବୈରୀ, କହିଲେ ସେ ଗୁରୁ ହଉଛନ୍ତି ଶ୍ରେଷ୍ଠ ଶତ୍ରୁ, ପରମ ଶତ୍ରୁ। କିଏ? ଭ୍ରଷ୍ଟ ବର୍ମ ପ୍ରଦର୍ଶୟତ, ଯିଏ ମାର୍ଗ ଭ୍ରଷ୍ଟ କରି ଦଉଛି, ଯିଏ ଜୀବକୁ ଉଚିତ ମାର୍ଗରେ କଣ ନ ନେଇ ପାରିଲେ ସେ ଗୁରୁଙ୍କୁ କଣ ଲାଗିବ? ତତଜନ୍ମ ନାଶମ କୁରୁତେ ଶିଷ୍ୟ ହତ୍ୟା ପାପ। ଯଦି ଗୋଟେ ଶିଷ୍ୟକୁ ଉଚିତ ମାର୍ଗରେ ନ ନେଇ ପାରିଲେ ସେ ଗୁରୁଙ୍କୁ କଣ ଲାଗିବ? ଶିଷ୍ୟ ହତ୍ୟା ପାପ ଲାଗିବ। ଏଇଟା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ସଗୁରୁ ପରମ ବୈରୀ, ସେ ଗୁରୁ ହଉଛନ୍ତି ଶ୍ରେଷ୍ଠ କଣ? ଶତ୍ରୁ। ଯେଉଁମାନେ ଉଚିତ ମାର୍ଗରେ, ପରମ୍ପରା ମାର୍ଗରେ ଶିଷ୍ୟମାନଙ୍କୁ ପରିଚାଳନା ନ କରିପାରନ୍ତି, ସେ ହେଲେ ତାଙ୍କୁ ଶିଷ୍ୟ ହତ୍ୟା, ମାନବ ଜୀବନଟାକୁ ସେ ନଷ୍ଟ କରିଦେଲେ। ଯୋଉ ମାନବ ଜୀବନଟାକୁ କଣ କରୁଛନ୍ତି? ନଷ୍ଟ କରିଦଉଛନ୍ତି। ତ କହିଲେ ତ ଆଉ ଯେମିତି କଣ ଗୋଟେ ବାବା ବାହାରିଲେ ନା, ଶରୀର ଦେଖ, ସଂସାର ଦେଖ, ଈଶ୍ୱର ଦେଖ। ଇଏ ଶରୀର ଦେଖେ, ସଂସାର ଦେଖେ, ଈଶ୍ୱର ଦେଖେ, ଏଇଟା ହଉଛି କୁଗୁ, ମାନେ କଣ ଅନାର୍ଯ୍ୟ ଗୁରୁଙ୍କର କାମ। ଗୁରୁଙ୍କର ଏଇଟା ନାହିଁ। ଗୁରୁ ଏକମାତ୍ର ମେଡିସିନ, କୃଷ୍ଣଙ୍କୁ ଦେଖ। ଏହି ତୋର ପରମ ଲକ୍ଷ୍ୟ। କି ଆମକୁ ପଇସା ଦେଇଦବ, ଏଇଟା ଡାକ ସେଇଟା ଡାକ, ଚଳିବ ନାଇଁ, ତାର ଅମଙ୍ଗଳ ହେଇଯିବ। ଶିଷ୍ୟ ଯଦି ମାର୍ଗ ଭ୍ରଷ୍ଟ ହେଇଯିବ, ଶିଶୁଙ୍କୁ ଶିଷ୍ୟ ହତ୍ୟା ପାପ ଲାଗିବ ଗୁରୁଙ୍କୁ। ଏସବୁ କଣ କରିବେ? ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ଏଇ ଗୁରୁ ନର୍କରେ ବାସ କରିବେ। ଯେଉଁ ଗୁରୁ ଶିଷ୍ୟଙ୍କୁ କୃଷ୍ଣମୁଖୀ ନ କରିପାରିବେ, ସେ ଗୁରୁ ବା କୃଷ୍ଣଙ୍କର ଶିକ୍ଷା ତାଙ୍କୁ ନ ଦେଇପାରି ଶିଷ୍ୟମାନଙ୍କୁ, ସେ ଗୁରୁ ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ସେ କଣ ନର୍କରେ ରହିବେ। କାରଣ ସବୁ ଶିଷ୍ୟଙ୍କର ହତ୍ୟା ସିଏ କରୁଛନ୍ତି। ଏଇ ଦେଖନ୍ତୁ ବାବା ସବୁ ବାହାରିଛନ୍ତି, ତାଙ୍କ ପଛରେ ଲକ୍ଷ ଲକ୍ଷ ଲୋକ ଦୌଡୁଛନ୍ତି, କିନ୍ତୁ ଲକେଟଟା ପକେଇ ଦେଇଛନ୍ତି, ଜାଲ ପକେଇ ମାଛ ଖାଇଲେ, ମଦ ପିଇଲେ, ଲକେଟ ପଡିଛି, ବାବାଙ୍କ ଲକେଟ ଝୁଲୁଛି, ଉପରେ ଗଞ୍ଜେଇ। କହିଲେ ସେ ଗୁରୁ, ଇଏ ଶିଷ୍ୟ, ଏ ଶିଷ୍ୟର ସମସ୍ତ ପାପ ଗୁରୁ ନେବେ। ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ ସେ ଗୁରୁ ନର୍କରେ ରହିବେ, ଉଦ୍ଧାର ହେଇପାରିବେ ନାହିଁ, ସବୁ ପାପ କାମ ଲିପ୍ତ। କିନ୍ତୁ ଆମର ଶିକ୍ଷା ହଉଛି, ପରମ୍ପରା ଶିକ୍ଷା ହଉଛି, ପାପରୁ ସବୁବେଳେ ଦୂରେଇ ରହିବାକୁ ପଡିବ। ଭକ୍ତି ନ ବଢୁ, ଭକ୍ତି ମାର୍ଗରେ ଆମେ ଅଗ୍ରଗତି ନ କରିପାରିଲେ ମଧ୍ୟ ପାପର ବୃତ୍ତି ଆମ ଭିତରେ ରହିବ ନା। ଶ୍ରୀ କହୁଛନ୍ତି ସଗୁରୁ ପରମ ବୈରୀ ଭ୍ରଷ୍ଟ ବର୍ମା, ଭ୍ରଷ୍ଟ ମାର୍ଗ ଭ୍ରଷ୍ଟ କରି ଦଉଛନ୍ତି। ତତଜନ୍ମ ନାଶ, ସେ ଗୁରୁଙ୍କର ଜନ୍ମ ନଷ୍ଟ। କାହିଁକି ନା କୁରୁତେ ଶିଷ୍ୟ ହତ୍ୟା ପାପ। ଗୋଟେ ମନୁଷ୍ୟ ଜୀବନକୁ ନଷ୍ଟ କରିଦଉଛନ୍ତି। ତାର ଘୁଷି ଦେଲା ଆଉ, ତାକୁ ଯେତେ ଶିଖାଅ ସେ ଗ୍ରହଣ କରିବନି।
सी तो जानीगला कहीदे यही भगवान काली पिला आसला कॉलेज पढ़ुची से आज कहला कौन आम जगन्नाथ देख भल भल लगुच आम घर ठाकुर अच्छा कौन करू तुम ठाकुर कौन इच्छा तू जानी तुम तो ठाकुर बही पढ़ीच ठाकुर बही पढ़ीच पढ़ तक सब भगवान किए जान सीधे हरिनाम कर कीर्तन करते तुम्हें कमी तुलसी नहीं पाद दौच कहले भ्रष्ट मार्ग एमान को सब कौन ना शिष्य हत्या पाप लगे कल देवता मान उपासक हेले जीवर कामना वासना कौन नष्ट हबना हे अर्जुन तुम्हें देवता मान उपासक न हो मोर कथा को मानी वर्तमान तुम्हें युद्ध भूमि कौन युद्ध कर देवता मान जो शक्ति पाँच से समस्त शक्ति कौन मो पाखर से नौ अरे आम सोलार टा लगेचे सोलार जो शक्ति दौर क्या पाखर आनी राति आम सूर्य को न देखुचे सोलार से सूर्य आलोक शक्ति ग्रहण करी आमको दौर जो सूर्य शक्ति दे सोलार जो सरी जाऊँगी इनवर्टर तार जो बैटेरी जो सरी जाऊँगी पुणी जो अंधार से अंधार कौन देवता मान शक्ति से जी शक्ति से प्रदान कर शक्ति अनुसार से जीव को से भाया कौन बर दौर तार ऊपर बर तुम कौन मानकर 8टा प्लेट लगेच अगर 10टा पावर आसी अवस्था से देवता मान जो गुण अधिकारी से गुण दौरान हे अर्जुन ये समस्त गुण कौन कौन देवता माने जो जो गुण आणुचंदी कहते किंतु वास्तव ये सब सुविधा कारण मो द्वारा ही प्रकरण प्रदत्त हुए मु सब शक्ति देवता मान प्रदान कर देवता माने कौन एटा कौन करें से ने आउ से अधिक किसी दे पारे ना भक्ति ठाकुर कहते जे नाही मागे देह सुख विद्या धन जन भक्ति रही प्रभु तब पद जोगे मोर निवेदन नाही मागे देह सुख विद्या धन जन नाही मागे स्वर्ग आर मुख्य नाही मागे नाकारी प्रार्थना कौन विभूति लागे किसी कामना नहीं केवल निज कर्म दोष जे जे निज कर्म गुण दोषे जे जे जन्म पाई निज कर्म दोषे जे जे जन्म पाई जान में जने तब नाम गुण गाई जान में जन तब आये मात्र आशा मम तुम्हार चरण मात्र आहते के भक्ति हृदय जागे अनुख्यान आहते के भक्ति हृदय जागे अनु अभिसाय जे प्रीति अच्छा है हमार अभिसाय जे वासई मात प्रीति हौका चरण तुम्हार
যায় সেই মাতে হতে হোক কারণ তুম বললে ভক্তি ঠাকুর কହୁଛନ୍ତି ভক্তর এই হচ্ছে কামনা নিজ কর্ম গুণ দোষ যে যে জন্ম যায় হে প্রভু মো কর্ম মো গুণ ଦୃଷ୍ଟିରୁ ମୁଁ ଯୋଉ ଯୋଉ ଜନ୍ମକୁ ଯାଏ ମୋର କିଛି ଆପତ୍ତି ନାହିଁ ଜନ୍ମେ ଜନ୍ମେ ଯେନ ତବ ନାମ ଗୁଣ ଗାଏ ଯଦି ମତେ ପକ୍ଷୀ ଜନ୍ମ ଦିଅ ତ ଜଟାୟୁ ଭଳିଆ କର କେବଳ ରାମକୁ ଅନେଇକି ରହିକି ମୋ ପ୍ରାଣ ଯାଉ କଲେ ନା ଆର ରାବଣ ହାଣି ପକାଇଲେ ଶେଷରେ ପ୍ରାଣ ଗଲା କାହାଙ୍କୁ ଦେଖି ରାମକୁ ଦେଖି ପଶୁ ଜନ୍ମ ଦିଅ ହନୁମାନ ଭଳିଆ କର କଣ ବାନର ହେଇକି ମଧ୍ୟ କଣ ସେ ରାମଙ୍କ ସେବାରେ ଜୀବନ କହିଲେ ମୋର କିଛି ଆପତ୍ତି ନାହିଁ କୋଉ ପଶୁ ପକ୍ଷୀ ଜନ୍ମରେ ଯୋଉ ଜନ୍ମକୁ ଗଲେ ମୋର କିଛି ଭାବିବାର ନାହିଁ କିନ୍ତୁ ଯୋଉ ଜନ୍ମକୁ ଗଲେ ମଧ୍ୟ ଆପଣଙ୍କର ଗୁଣ କୀର୍ତ୍ତନ ଟିକେ କରୁଥିବେ ଆଉ କଣ ଏଇ ମାତ୍ର ଆଶା ମମ ତୁମର ଚରଣ ଅହୈତୁକ ଭକ୍ତି ହୃଦୟ ଜାଗେ ଅନୁକ୍ଷଣ ଅହୈତୁକ ଭକ୍ତି କଣ ମାନେ ସେବା ମୁଁ ଯେମିତି ରହେ ମୋର ମାନେ ସେବାରୁ କେମିତି ମୋର କଣ ମୋର କାମନା ବାସନା କମି ନ ହଉ যে বিষয় যে প্রীতি আছে এবে আছে আমার ভগবান এতি মাত্র কামনা বিষয় মো পুଅ ମୋ ସ୍ତ୍ରୀ ମୋ ଝିଅ ମୋ ଟଙ୍କା ମୋ ଘର ପ୍ରତି ଯେଉଁଭଳି ଆସକ୍ତି ଅଛି ସେଇ ମତ ପ୍ରୀତି ହଉ ଚାରଣେ ତୁମାର ଏତିକି ହଉଛି କାମ ଆଉ କିଛି ନାହିଁ ଆମର ଯୋଉ କାମନା ବାସନାଟା ନିଜ ଛୁଆଙ୍କ ପାଇଁ ଯେମିତି ହଉଛି ଖାଲି ଭଗବାନ ପାଇଁ ସେତିକି ଛୁଆଟା ଖାଇନି ମନ କଣ ହେଇଯାଉଛି ସ୍କୁଲରୁ ଆସିବ ଦୌଡ଼ି ପଳେଇ ଯାଉଛି ବସ୍ ପାଖକୁ ତାର ଲୁଗାପଟା କଣ ସଫା ହେଇନି ଆଜି ଏଠି ଯିବ ତମେ ଡ୍ରେସ ହେଇନି ଯେମିତି ଭାବୁଛ କହୁଛନ୍ତି ସେଇ ମତ ପ୍ରୀତି ହଉ ଚରଣେ ତୁମାର ଯେମିତି ଘରକୁ ଭାବୁଛ ଟିକେ କଣ କୋଉଠି କଲର ଛାଡ଼ିଗଲେ ଯେମିତି ମନରେ କଷ୍ଟ ହଉଛି ସେମିତି ମନ୍ଦିରକୁ ଭାବ ସେଇଭଳିଆ ମନୋଭାବ ଆସିବ ଘରେ କୋଉଠି ଟିକେ କୁଟା ପଡ଼ିଗଲେ କଷ୍ଟ ଏଠି ପଡ଼ି ଓ ବାବା ଇଏ ପଡ଼ି ନଷ୍ଟ ହଉଛି ସିଏ ପଡ଼ି ନଷ୍ଟ ହଉଛି କିନ୍ତୁ ମନ କଷ୍ଟ ହଉନି ଘରେ କଣ ଟିକେ ହେଇଗଲା ବେଳକୁ କାନ୍ଦି ପକଉଛ ମନ୍ଦିର ଏତେ ଜିନିଷ ନଷ୍ଟ ହେଇଯାଉଛି ଆଉଛି ବାଲି ମୁଠେ ଘରେ ରଖୁଛନ୍ତି ବାଗେଇକି ବାଲି ମୁଠେ ଆସିଲେ ତ ଶାଢ଼ୀ ଫାଡ଼ି କି ଘୋରେଇ ଘାରି କେତେ ଯତ୍ନ କରି ରଖୁଛନ୍ତି ଏ ରଡ଼ ସବୁ ନଷ୍ଟ ହେଇଗଲାଣି ଆଖି ଦେଖାଯାଉନି ହେ ପଡ଼ିଲା ଉଠା ହେଲା ନହେଲା ନାହିଁ ହଉଛି ପ୍ରୀତି ହଉଛି କହିଲେ ବିଷୟ କଣ କହୁଛନ୍ତି ବିଷୟ ଯେ ପ୍ରୀତି ଏବେ ଆଛାଇ ଆମର ସେଇ ମତେ ପ୍ରୀତି ହଉ ଚରଣେ ତୁମାର ବିପଦେ ସମ୍ପଦେ ତାହା ଠାକୁ ସମଭାବେ ଏଇ ଯୋଉ ମତିର ବିପଦ ଆସୁ ବା ସମ୍ପଦ ଆସୁ କେବେ ବିଚଳିତ ନ ହଉ ଏକମାତ୍ର ମୋର କୃଷ୍ଣ ଆଜି ସମ୍ପତ୍ତି ପଳା ପଳେଇ ଆସିଲେ ସେଥିରେ ଭୁଲି ନଯାଏ କି ଦୁଃଖ ପଡ଼ିଗଲେ ତାକୁ ଦୁଃଖରେ ତାକୁ ଭୁଲି ନଯାଏ କହୁଛନ୍ତି ଦିନେ ଦିନେ ବୃଦ୍ଧି ହବ କେମିତି ନାମରେ ପ୍ରଭାବ ସମ୍ପଦ ବିପଦରେ ଆମର ମନ ସ୍ଥିର ରହିବ କେତେବେଳେ এই নাম প্রভুଙ୍କ প্রভাব হরে কৃষ্ণ 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 হরে 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 রাম 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 হরে এই নাম କରିବା ধীরে 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 মন স্থির হয়ে পশু পাখি হয়ে থাকি স্বর্গ বা নিরয়ে তব ভক্তি রহু ভক্তি বিনোদ হৃদয় প্রভু পশু পক্ষী জন্ম ପାଇଁ ମୋର ଡର ନାହିଁ ପଶୁ ପକ୍ଷୀ ହେଲେ ବି ମୋର ଡର ନାହିଁ କିନ୍ତୁ କଣ ସ୍ୱର୍ଗ ବି ମୋର ଆବଶ୍ୟକତା ନାହିଁ ନର୍କ ବି ରହିଲେ ମୋର ଡର ନାହିଁ କିନ୍ତୁ ଭକ୍ତି ରହୁ ଏ ହେଉଛି ଶୁଦ୍ଧ ଭକ୍ତର କଣ ପ୍ରାର୍ଥନା ଭଗବାନ କହୁଛନ୍ତି ମୋର ଭକ୍ତି କଲେ ଜୀବର ଆସ୍ତେ 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 କଣ ଏଇ ସ୍ତରକୁ ସେ ଆସିବ ସେମିତି ଭକ୍ତି ଦେବତା ମାନଙ୍କୁ କରିବ ସକାମ ଦ୍ୱାରା କାମନା ଦ୍ୱାରା ପରିପୂର୍ଣ୍ଣ ହେଇଯିବ କାମନା ଦ୍ୱାରା ତାର କ୍ରୋଧ ଆସିବ କାମ ଜଳିଲେ ତାର ଜ୍ଞାନ ନଷ୍ଟ ହେଇଯିବ ଜ୍ଞାନ ନଷ୍ଟ ହେଇଗଲେ ସଂସାର ଆସକ୍ତି ବଢିଯିବ ଏମିତି ଜନ୍ମ ମୃତ୍ୟୁ ଚକ୍ର ସେ କଣ
ଘୁରି ଘୁରି ବୁଲିବ। ହେ ଅର୍ଜୁନ ତୁମେ ସିଆଡ଼କୁ ମନ ନ ଦେଇ ବର୍ତ୍ତମାନ ମୋର କଥା ପାଳନ କର, ଯୁଦ୍ଧ ଭୂମିରେ ଯୁଦ୍ଧ କର। ତ ତମେ କାହା ସାଙ୍ଗେ ଯୁଦ୍ଧ କରିବ? ଅର୍ଜୁନ ସାଙ୍ଗେ ଯୁଦ୍ଧ ସହିତ କଲେ ତୁମର ଯୁଦ୍ଧ କଣ? ତୁମେ ମନ ଆଡେ ସାଡେ ନ ଦେଇ ଭଗବାନଙ୍କୁ ସେବା କର। ପ୍ରଭୁପାଦ ଯାହା କହିଛନ୍ତି, ପୃଥିବୀରେ ଅଛି ନଗରାଦିଗ୍ରାମ ସର୍ବତ ପ୍ରଚାର ମୋର ଏଇ ନାମ। ଜୀବନ ଯୋଉ ଦୁଃଖରେ ଅଛି ତା ପାଖରେ କିନ୍ତୁ ହରିନାମ ପହଞ୍ଚିବ, ସେ କିନ୍ତୁ ସୁଖୀ ହେଇପାରିବ। ଆଚାର୍ଯ୍ୟ ମାନେ ଏଥିରେ ସୁଖ ବି ପାଇବେ, ଭଗବାନ ଏଥିରେ ସୁଖୀ ହେବେ। ଯେ ଆମକୁ ଏଇଟା କରିବାକୁ ପଡ଼ିବ, ଏଇଟା ହେଲା ତୋର ଯୁଦ୍ଧ ଭୂମି। ପ୍ରଭୁପାଦ କହିଲେ ମୁଁ ସବୁ ସୋଲଜରକୁ ଆଣୁଛି, ସୈନିକକୁ ମାୟା ସହିତ ଯୁଦ୍ଧ କରିବେ, ମାୟାକୁ ହଟେଇବେ। ଆଉ ତୁମେ ଶୋଇକି ରହିବ, ମଙ୍ଗଳରାତ୍ରି ଉଠିବ ନା, ମାୟା କେମିତି ମାୟା ମାଡ଼ି ବସିବ, ମାୟା ଗୁଳି କରିଦେବ ଆଉ। ମୁଣ୍ଡରେ ପଶିବ, ଆ କତିକି ଫୋନ କରିବି, ତା କତିକି ଫୋନ କରିବି, ଏଇଟା ଦେଖାଯିବ କେମିତି? ଆରେ ମହୁମାଛି କେବେ ତଳକୁ ଅନଉଛି? ସେ ଫୁଲକୁ ସନ୍ଧାନ କରୁଛି, ଫୁଲ ଅଛି। କିଏ କୋଉଠି କଥା ହେଲା, କୋଉଠି ଫୋନ କରିବା, କୋଉଠି ରେକର୍ଡିଂ କରିବା, ଇଏ କଣ? ଏଇଟା ସବୁ ତଳ କାମ, ଏ ପଚା ଶରୀର କାମ। ମଳମୂତ୍ର ଶରୀର ଲକ୍ଷ୍ୟ ରଖି କଣ ଅଛି? ତୁମ ମହୁର ସନ୍ଧାନ ଖୋଜ। ମହୁମାଛି ମଛି କଣ କରୁଛି? ମହୁ ନାଳୁଛି। ସିଏ ଏ ଦୁର୍ଗନ୍ଧ ବିଷ୍ଠା ଉପରେ ବସିବାକୁ ଚାହୁଁନି। ଏ ଦୁର୍ଗନ୍ଧ ସୁଖ ପାଇଁ ଆମକୁ ନିଚ ସ୍ତରକୁ ନ ଆସିକି ଉଚ୍ଚ ସ୍ତରକୁ ଯିବା ପାଇଁ ପଡ଼ିବ। जय जगत गुरु शील प्रभुपाद की, ग्रंथराज श्रीमद् भागवतम की जय, श्रीमद् भगवद गीता पाठ की जय, गौर प्रेमानंद।